ବିଜେଡି ନେତୃତ୍ୱ ତଥା ନୂଆପଡ଼ା ଉପନିର୍ବାଚନର ପ୍ରାର୍ଥୀ ନେଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶବ୍ଦ ବାଣରେ ଘାଇଲା କଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ। ବିଜେଡି ନେତୃତ୍ୱ ତଥା ନୂଆପଡ଼ା ପ୍ରାର୍ଥୀ ନେଇ ସ୍ନେହାଙ୍ଗିନୀ ଛୁରିଆ ଆଜି ପ୍ରେସମିଟ୍ କରି ଉପନିର୍ବାଚନରେ କାରସାଦି ହୋଇଥିବା ଅଭିଯୋଗ କରି ଫଳାଫଳକୁ ଖଣ୍ଡନ କରିବା ସହ ନିର୍ବାଚନ କମିଶନକୁ କଡ଼ା ନିନ୍ଦା କରିଥିଲେ। ସେ କହିଥିଲେ ଯେ ଯେଉଁ ଭୋଟ ମେସିନ୍ ଆସିଛି ମୁଁ ତାକୁ ଅଗ୍ରାହ୍ୟ କରୁଛି ଏବଂ ଫଳାଫଳକୁ ମୁଁ ଖଣ୍ଡନ କରୁଛି। ଏହା ସହିତ ସେ ମତଦାନ ପ୍ରତିଶତକୁ ନେଇ ପ୍ରଶ୍ନ ଉଠାଇ କହିଥିଲେ ଯେ ନିର୍ବାଚନ ଦିନ ସନ୍ଧ୍ୟା 5ଟାରେ 75% ଓ ସନ୍ଧ୍ୟା 7ଟାରେ 77% ମତଦାନ ହୋଇଥିଲା, କିନ୍ତୁ ପରଦିନ ଦିନ 10ଟାରେ 81% ଓ 12ଟାରେ 83.45% ମତଦାନ ହୋଇଥିବା କୁହାଗଲା। ସ୍ୱାଧୀନତା ପରଠୁ ନୂଆପଡ଼ାରେ ଭୋଟିଂ ପ୍ରତିଶତ ସର୍ବଦା 70% ଭିତରେ ରହିଛି। ମାତ୍ର ଏଥର ଉପନିର୍ବାଚନରେ ଅନେକ ବିରଳ ରେକର୍ଡ ସୃଷ୍ଟି ହୋଇଛି, ଯେଉଁଥିରେ 41ଟି ବୁଥରେ 90%ରୁ ଅଧିକ ଭୋଟ ପଡ଼ିଛି। ତେବେ ଏହି ସମସ୍ତ ଘଟଣାକୁ କାରସାଦି ବୋଲି ଅଭିଯୋଗ କରି ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେପଟେ ସ୍ନେହାଙ୍ଗିନୀଙ୍କ ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି ଯେ ବିଜେଡି କୌଣସି ଉପନିର୍ବାଚନରେ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନରେ ରହିଛି। ସେଥିପାଇଁ ବିଜେଡିର ନେତାଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମାନସିକ ଅପସାଦରେ ଅଛନ୍ତି। ସେହି ଦୃଷ୍ଟିରେ ଆମ ସମବେଦନା ସେମାନଙ୍କ ସହିତ ଅଛି। ଏହି ଅବସାଦ ଦୃଷ୍ଟିରେ ସେମାନେ କ'ଣ କହୁଛନ୍ତି ଜାଣିପାରୁନାହାନ୍ତି। ବିଜୁ ଜନତା ଦଳ କୌଣସି ଉପନିର୍ବାଚନରେ ପ୍ରଥମ ଥର ତୃତୀୟ ସ୍ଥାନକୁ ଯାଇଛି। ସେ ଦୃଷ୍ଟିରୁ ବିଜୁ ଜନତା ଦଳର ନେତା ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ଗୋଟେ ପ୍ରକାର ମାନସିକ ଅବସାଦ ଭିତରେ ଅଛନ୍ତି। ସେ ଦୃଷ୍ଟିରୁ ଆମର ତାଙ୍କ ପ୍ରତି ସମବେଦନା ଅଛି। ସେ ଅବସାଦ କାରଣରୁ କ'ଣ କହୁଛନ୍ତି ମୋତେ ଲାଗୁଛି ସେମାନେ ନିଜେ ଜାଣିପାରୁନାହାନ୍ତି। ନୂଆପଡ଼ା ଇଲେକ୍ସନରେ ପ୍ରଥମ ଥର ପାଇଁ ସମସ୍ତ 358ଟି ଯାକ ବୁଥରେ CCTVର ବ୍ୟବସ୍ଥା କରାଯାଇଥିଲା। ନିଜେ ନିର୍ବାଚନ କମିଶନ ତାକୁ ମନିଟରିଂ କରୁଥିଲେ। ଯଦି କୌଣସି ପ୍ରକାର ଅନିୟମିତତା ଥିଲା, ବିଜୁ ଜନତା ଦଳର 358 ଯାକ ବୁଥରେ ଏଜେଣ୍ଟ ତ ଥିବେ, ଜଣେ ମଧ୍ୟ ଏଜେଣ୍ଟ କେହି କମ୍ପ୍ଲେନ୍ କଲେ ନାହିଁ। ଯିଏ କ୍ୟାଣ୍ଡିଡେଟ୍ ଥିଲେ, ଯିଏ ଆଜି କହୁଥିଲେ କିମ୍ବା ତାଙ୍କର ଇଲେକ୍ସନ ଏଜେଣ୍ଟ କେହି ଜଣେ ମଧ୍ୟ କୌଣସି ବୁଥରେ ଅନିୟମିତତା ହେଇଛି ସେ ଜାଗାରେ ଲିଖିତ ଭାବରେ କମ୍ପ୍ଲେନ୍ କଲେ ନାହିଁ। ଯଦି କମ୍ପ୍ଲେନ୍ କରିଥାନ୍ତେ ତାହେଲେ ସେ CCTV ଯାଞ୍ଚ କରିକି ଯଦି ବାସ୍ତବ ସତ୍ୟତା ସାମ୍ନାକୁ ଆସିଥାନ୍ତା। ଆମେ ଏକଥା ମଧ୍ୟ ଦେଖିଛୁ, 2 ଜଣ ପ୍ରିଜାଇଡିଂ ଅଫିସରଙ୍କର ଅନିୟମିତତା କାରଣରୁ ଏହି ଭୁବନେଶ୍ୱରରୁ CCTV ଦେଖିକିରି ଇଲେକ୍ସନ କମିଶନ ତାଙ୍କୁ ସସ୍ପେଣ୍ଡ ମଧ୍ୟ କଲେ। ବିଜୁ ଜନତା ଦଳ ଲୋକଙ୍କ ଠାରୁ ଦୂରେଇ ଯାଇଛି। ଗତ 1.5 ବର୍ଷ ଭିତରେ ଆଜି ଦେଖିବା, ବିଜୁ ଜନତା ଦଳର ଷ୍ଟାଣ୍ଡିଂ ସାଂସଦ, ଜିଲ୍ଲା ପରିଷଦ, ବ୍ଲକ ଚେୟାରମ୍ୟାନ ସମସ୍ତେ ବିଜୁ ଜନତା ଦଳ ଠାରୁ ଦୂରେଇକିରି ଭାରତୀୟ ଜନତା ପାର୍ଟି ମୁହାଁ ହେଇଛନ୍ତି। ଯଦି ସେ ଦଳର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କର ସେ ଦଳ ଉପରେ ଭରସା ନାହିଁ, ତାହେଲେ ନୂଆପଡ଼ା ବାସୀଙ୍କର କାହିଁକି ବିଜୁ ଜନତା ଦଳ ଉପରେ ଭରସା ରହିବ? ଯେଉଁ ପ୍ରକାର ଭାବରେ ନୂଆପଡ଼ାରେ ଭରପୁର ମତଦାନ ହେଲା, ଏହାକୁ ସ୍ୱାଗତ କରିବାର ଆବଶ୍ୟକତା ଅଛି। ଯଦି କୌଣସି ଅନିୟମିତତା ହେଇଥାନ୍ତା, ସେ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ ଠାରୁ ଆରମ୍ଭ କରି ୱେବ୍ ଚ୍ୟାନେଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ, କାହାରିକି ଦେଖାଗଲା ନାହିଁ। ତେଣୁ ବିଜୁ ଜନତା ଦଳ ନିଜେ ଆତ୍ମଚିନ୍ତନ କରିବାର ଆବଶ୍ୟକତା ଅଛି। ଯଦି ଆତ୍ମଚିନ୍ତନ ନ କରିକିରି ଏ ପ୍ରକାର ଆରୋପ ଲଗାଉଥିବ, ଯେଉଁ ପ୍ରକାର ପତନ ତାର ଆରମ୍ଭ ହୋଇଛି, ପରବର୍ତ୍ତୀ ନିର୍ବାଚନକୁ ତାର ଅମାନତ ରହିବ କି ନାହିଁ ସେ କଥା ମଧ୍ୟ ପ୍ରଶ୍ନବାଚୀ ହେଇଯିବ। ସେ କହୁଛନ୍ତି ଯେ ଜୋର ଜବରଦସ୍ତ ବହୁତ ରାକିଂ କରାଗଲା, ଭୋଟ ଦେବା ପାଇଁ କୁହାଗଲା, ପଦ୍ମ ଚିହ୍ନରେ ଦେବା ପାଇଁ କୁହାଗଲା,
ସେଥିପାଇଁ ଏଜେଣ୍ଟ ମାନେ ମୁହଁ ଖୋଲି ପାରୁନାହାନ୍ତି ଏଜେଣ୍ଟ ମାନଙ୍କୁ ରାଗିଂ କଲେ ପୁରା ସେମାନଙ୍କ ଉପରେ। ଦେଖନ୍ତୁ ଗୋଟେ ରାଜନୈତିକ ଦଳର ଖୁଣ୍ଟି ହେଲେ ଏଜେଣ୍ଟ। ଯଦି ବିଜୁ ଜନତା ଦଳର ନେତାମାନଙ୍କର ପ୍ରାର୍ଥୀଙ୍କର ସେ ଦଳର ଏଜେଣ୍ଟଙ୍କ ଉପରେ ଭରସା ରହିବ ନାହିଁ ତାହେଲେ ସେ ଦଳ କାହା ଭରସାରେ ସଂଗଠନ କରିବ? ଏବଂ ଯିଏ ପାର୍ଟିର ଇଲେକ୍ସନ ଏଜେଣ୍ଟ ଅଛନ୍ତି ପ୍ରାର୍ଥୀଙ୍କର ଏବଂ ନିଜେ ପ୍ରାର୍ଥୀ ମଧ୍ୟ ତାଙ୍କ ପାଖରେ କ୍ଷମତା ଅଛି ଯଦି କୌଣସି ଜାଗାରେ ଅନିୟମିତତା ହେଲା ସେ ବୁଥ ଭିତରେ ସାଙ୍ଗେ ସାଙ୍ଗେ ଲିଖିତ ଭାବରେ ପ୍ରିଜାଇଡିଂ ଅଫିସରକୁ ସେ କମ୍ପ୍ଲେନ ଦେଇପାରିବେ। କାହିଁକି ଗୋଟିଏ ଜାଗାରେ କମ୍ପ୍ଲେନ ଦେଇନଥିଲେ ସେମାନେ? ସେ ଜାଗାରେ କମ୍ପ୍ଲେନ ଦେବେ ନାହିଁ, 2 ଦିନ ପରେ ଭୁବନେଶ୍ୱରରେ ଆସିକିରି ଏକଥା କହିଲେ ଏ କଥାର କିଛି ମୂଲ୍ୟ ଅଛି? ଦେଖନ୍ତୁ ଆମେ ସମସ୍ତେ ଚାହୁଁଛୁ ଯେ 100% ଭୋଟିଂ ହଉ। ନିର୍ବାଚନ କମିଶନ ମଧ୍ୟ ବିଭିନ୍ନ ସମୟରେ ଆହ୍ୱାନ ଦେଇଥିଲା ଯେ ସମସ୍ତେ ଭୋଟ ଦିଅନ୍ତୁ ଏବଂ ସେ ଦୃଷ୍ଟିରୁ ନୂଆପଡ଼ାବାସୀ ଯେଉଁ ପ୍ରକାର ଭାବରେ ମତଦାନ କଲେ 83% ମତଦାନ ଏହା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ। ଆମେ ସମସ୍ତେ ଏହାକୁ ସ୍ୱାଗତ କରିବାର ଆବଶ୍ୟକତା ଅଛି। ତେବେ ହାରିବା ପରେ ସ୍ନେହାଙ୍ଗିନୀ ଏପରି କହିବା ଠିକ୍ ନୁହେଁ ବୋଲି ରାଜନୈତିକ ମହଲରେ ନିନ୍ଦା କରାଯାଇଥିବା ବେଳେ ଯଦି ପ୍ରମାଣ ଅଛି ତାହେଲେ ନିର୍ବାଚନ କମିଶନକୁ ଅଭିଯୋଗ କରୁ ବିଜେଡି ବୋଲି ସାଧାରଣରେ କୁହାଯାଉଛି। ବ୍ୟୁରୋ ରିପୋର୍ଟ, ସରକାର ନ୍ୟୁଜ।